ଡାକମୁନ୍ସି ଫକୀରମୋହନ ସେନାପତି। ହରି ସିଂ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। ଆଜକୁ 10 ବର୍ଷ ହେଲା କଟକ ସଦର ପୋଷ୍ଟ ଅଫିସରେ ବରାବର ରହି କର୍ମ କରୁଛନ୍ତି। ଭଲ ରୂପେ କର୍ମ କରିବାରୁ ପ୍ରମୋଶନ ପାଇଲେଣି। ବର୍ତ୍ତମାନ ସେ ହେଡ ପିଅନ। ଦରମା ମାସକୁ 9 ଟଙ୍କା। କଟକ ସହରରେ ସବୁ ଜିନିଷ କିଣା। ନିଆଁ ଟିକଟ ପାଇଁ ଦିଆସିଲିଟା ମଧ୍ୟ ନ କିଣିଲେ ନୁହେଁ। ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ 5 ଟଙ୍କାରୁ ଊଣା ଖରଚ ପଡ଼ିନାହିଁ। କୌଣସି ରୂପେ ଘରକୁ 4 ଟଙ୍କା ନ ପଠାଇଲେ ନୁହେଁ। ଘରେ ସ୍ତ୍ରୀ ଆଉ 8 ବରଷର ପୁଅ ଗୋପାଳ। ମଫସଲ ଜାଗା 4 ଟଙ୍କାରେ କୌଣସି ରୂପେ ଟାଣାଟୁଣ ହୋଇ ଚଳିଯାଏ। ସେଥିରୁ ପଇସାଏ ଊଣା ହେଲେ ଅଚଳ। ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ। ସ୍କୁଲରେ ମାସକୁ ଦରମା 2 ଅଣା। ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ କାଲି ସ୍ଲେଟ କାଗଜ ଏହିସବୁ ଜିନିଷ କିଣିବାକୁ କେବେ କେବେ କିଛି ବେଶି ଖରଚ ପଡ଼େ। ଏପରି ଉପରୁ ଖରଚ ପଡ଼ିଗଲେ ସେ ମାସରେ ଭାରି କଷ୍ଟ। ଦିନେ ଦିନେ ବୁଢ଼ାକୁ ଉପାସ ରହିଯିବାକୁ ହୁଏ। ଉପାସ ହେଉ ପଛେ ମୋ ଗୋପାଳଟି ପଢ଼ୁ। ଦିନେ ପୋଷ୍ଟମାଷ୍ଟର ସର୍ଭିସ ବୁକ୍ ଦେଖି କହିଲେ, ହରି ସିଂ, ତୁମର 55 ବର୍ଷ ବୟସ ହୋଇଗଲା। ପେନସନ ନେବାକୁ ହେବ। ଆଉ ଚାକିରି କରିପାରିବ ନାହିଁ। ସିଂହ ତ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡ଼ିଲା। କ'ଣ କରିବେ? ସଂସାର ଚଳିବ କିପରି? ସଂସାର ଯାହା ହେଉ ଗୋପାଳ ଯେ ପଢ଼ା ବନ୍ଦ। ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି। ଗୋପାଳ ମଫସଲର ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ହେବ। ଅତି ନିଛୁକରେ ଭିଲେଜ ପୋଷ୍ଟମାଷ୍ଟର ହେବ। ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ତେଡ଼େ ବଡ଼ ଚାକିରିଟା ମିଳିବା ମୁସ୍କିଲ। ମଫସଲରେ ସୁବିଧା ନାହିଁ। କଟକ ଆଣି ଇଂରାଜୀ ପଢ଼ାଇବାକୁ ହେବ। ଚାକିରି ଗଲେ କେଡ଼େ ବଡ଼ ଆଶାରୁ ଏକାବେଳକେ ନିରାଶ। ସବୁବେଳେ ସେହି କଥା ଭାବି ଭାବି ଦେହଟା କଳାକାଠ ପଡ଼ିଗଲାଣି। ଦିନେ ରାତିରେ ନିଦ ହୁଏ ନାହିଁ। ଭାବି ଭାବି ରାତି ପାହିଯାଏ। ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହରବାନି। ବସାରେ ମୁକରରୀ ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ 2-4ଟା କାମ ଦାମ କରିଦେଇ ଆସନ୍ତି। ସଞ୍ଜବେଳେ ଗୋଟାଏ ଆରାମ ଚୌକିରେ ପଡ଼ି ବାବୁ ଇଂରାଜୀ ଖବରକାଗଜ ପଢ଼ିବା ବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାକୁ ଚିଲମେ ସାଜି ଦିଅନ୍ତି, ସେପରି କେହି ଜାଣେ ନାହିଁ। ଦିନେ ସଞ୍ଜବେଳେ ସିଂହେ ଭଲକରି ଗୁଡ଼ାକୁ ଚିଲମେ ସାଜି ଆଣି ଭଲକରି ଚିଲମଟା ଫୁଙ୍କିଦେଲେ। ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପରୁ ଧୂଆଁ ବାହାରିଲା ପରି ଧୂଆଁଗୁଡ଼ାକ ଭକ ଭକ କରି ବାହାରୁଛି। ଟିକିଏ ଟିକିଏ ଆଖି ବୁଜି ଆସିଲାଣି। ସିଂହେ ବୁଝିନେଲେ ଏଇଟା ଠିକ୍ ସମୟ। ସିଂହେ ବାବୁଙ୍କ ଗୋଡ଼ତଳେ ଦଣ୍ଡବତ ହୋଇ ହାତଯୋଡ଼ି ଖୁବ୍ ଭକ୍ତିରେ, ଖୁବ୍ ବିନୟରେ, ଖୁବ୍ ଧୀରେ, ଖୁବ୍ ମିଠା କଥାରେ ଆପଣଙ୍କର ଦୁଃଖ ହାଲ ଚୁମ୍ବକ ସମସ୍ତ କଥା ଜଣାଇଲେ। ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ପାସୋରିଲେ ନାହିଁ। ବାବୁ ସେହିପରି ନୟନମୁଦ୍ରିତାବସ୍ଥା ଧୀର ଗମ୍ଭୀର ଭାବରେ କହିଲେ, ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖିଆଣ। ବାବୁଙ୍କର ସାହସ ଥିଲା। କାରଣ ପୋଷ୍ଟାଲ ଇନ୍ସପେକ୍ଟର ବା ସୁପରିଟେଣ୍ଡେଣ୍ଟ ବାବୁମାନେ ଆସିଲେ ପୋଷ୍ଟମାଷ୍ଟର ବାବୁଙ୍କ ବସାରେ ରହନ୍ତି। ଉପରେ ହାକିମମାନଙ୍କୁ ମନସ୍ତୁଷ୍ଟ ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ, ସେଥିରେ ତ୍ରୁଟି ହୁଏ ନାହିଁ। ସେ ରାତ୍ରିରେ ପୋଷ୍ଟମାଷ୍ଟର ବାବୁ ହରି ସିଂ କରି 10 ଥର ପାଟି କରୁଥିବାର ଶୁଣାଯାଏ। ହରି ସିଂ ପୁରୁଣା ଲୋକ। ଢେର ହାକିମ ହୁକୁମା ଅମଳ କଲେଣି। କାହାର କି ରକମ ମିଜାଜ, କିଏ କାହିଁରେ ଖୁସି ଜାଣନ୍ତି। ସେଦିନ ଅଧ ରାତିଯାଏ ସିଂହଙ୍କୁ ବାବୁଙ୍କ ବସାରେ ରହିବାକୁ ହୁଏ। କାରଣ ଓଡ଼ିଶାର କନ୍ଦର୍ଯ୍ୟ ହାୟୋୟା ହେତେରୁ କେହି ବାବୁ ହଠାତ୍ ପୀଡ଼ିତ ହୋଇ
ବାନ୍ତିଫାନ୍ତି କରି ପକାଇଲେ। ହରି ସିଂ ସୋଡ଼ା, କାଗଜି ଲେମ୍ବୁ ପ୍ରଭୃତି ହାଜର କରାଇ ବାବୁଙ୍କୁ ସମ୍ଭାଳି ନିଅନ୍ତି। ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଂହେ ଅଧରାତିରେ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି। ଏହି ସୂତ୍ରରେ ସିଂହେ ଉପରବାଲା ହାକିମମାନଙ୍କଠାରେ ପରିଚିତ। ହରି ସିଂଙ୍କ ଦରଖାସ୍ତ ପିଠିରେ ପୋଷ୍ଟମାଷ୍ଟର ବାବୁ ଭଲରୂପେ ସୁପାରିଶ କରି ସଦରକୁ ପଠାଇଦେଲେ। ଅଳ୍ପଦିନ ମଧ୍ୟରେ ଏକ୍ସଟେନ୍ସନ ହୁକୁମ ପହଞ୍ଚିଲେ। ସିଂହେ ତ ମହା ଖୁସି। ଏହି ଖୁସି ଖବରଟା ଗାଁକୁ ଲେଖି ପଠାଇଥିଲେ। ବର୍ତ୍ତମାନ ସର୍ବସ୍ୱ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇ ପଡ଼ିଥାନ୍ତି। ଭବିଷ୍ୟତ ବିଧାତା ତାଙ୍କ ପାଇଁ କ'ଣ ବିଧାନ କରୁଛନ୍ତି, ତେଣିକି ଥରେ ହେଲେ ଅନାଇବା ଦରକାର ମଣନ୍ତି ନାହିଁ। ସିଂହଙ୍କର ଏତେ ବଡ଼ ଆନନ୍ଦଟା ପାଣି ଫୋଟକା ପରି ଫାଟିଗଲା। ଘରଠାରୁ ଚିଠି ଆସିଲା, ଗୋପାଳ ମା'ର ସନ୍ନିପାତ ରୋଗ, ଜୀବନର ଆଶା ନାହିଁ। ସିଂହେ ଛୁଟିଦେଲେ। ସିଂହେ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠିଖଣ୍ଡ ଦେଖାଇଲେ। ବାବୁ ବଡ଼ ଦୟାଳୁ ଲୋକ, ତତ୍କ୍ଷଣାତ୍ ଛୁଟିଦେଲେ। ସିଂହେ ଏକ ନିଶ୍ୱାସରେ ଘରକୁ ଧାଇଁଲେ। ଘରେ ପହଞ୍ଚି ଯାହା ଦେଖିଲେ, ତାଙ୍କ ଆଖିର ଜ୍ୟୋତି ହଜିଗଲା। ଜଗତଟା ଯେମନ୍ତ ଅନ୍ଧକାରମୟ। ବୁଢ଼ୀର କଥା ଶେଷପ୍ରାୟ ହେଲାଣି। ସ୍ୱାମୀଙ୍କୁ କ୍ଷଣ ଦୃଷ୍ଟିରେ ଭଲକରି ଅନାଇଲେ। ଦୁହେଁ ହାତ ଅଳ୍ପ ଉଠାଇ ଦଣ୍ଡବତ କଲେ। ସ୍ୱାମୀଙ୍କ ଗୋଡ଼ଧୂଳି ନେବାକୁ ଠାରିଲେ। ସେହି ଧୂଳି ଟିକକ ପାଇଁ କି ଅନାଇ ରହିଥିଲେ। ସବୁ ଶେଷ ହେଲା। ସିଂହଙ୍କର ପ୍ରକୃତ ଗୃହଭଗ୍ନ ହେଲା। ସେ ଘରର ମାଲାମତା ଦୁଇଖଣ୍ଡ ବିକି ପିଲାଟିକୁ ଧରି କଟକ ପଳାଇ ଆସିଲେ। ଗୋପାଳ ମାଇନର ପଢ଼େ। ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ। ପେନସନ ହୋଇଗଲାଣି। ଭାରି ଅଚଳ। ଘରେ ନଅଟା କଂସା ଯାଇ ଦୁଇଖଣ୍ଡ ଥିଲା ବିକିବାକି ଖାଉଛନ୍ତି। ଚାକିରିରେ ଥିଲାବେଳେ ଅତି କଷ୍ଟରେ ମାସକୁ 2-4 ଅଣା ସଞ୍ଚି ସେଭିଂ ବ୍ୟାଙ୍କରେ କିଛି ରଖିଥିଲେ। ଗୋପାଳ ପଛରେ ମାଇନର ପଢ଼ାରେ ସବୁ ସାରିଲେ। ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍ କଲେ ସବୁ କଷ୍ଟ ମେଣ୍ଟିବ। ଗୋପାଳ ମଧ୍ୟ କେତେଥର ଭରସା ଦେଇ କହିଲାଣି, ବାପା, ଧାର କରଜା କରି ମୋତେ ପଢ଼ାଅ, ଚାକିରି କରି ଶୁଝିବି। ହରି ସିଂହଙ୍କର ଆର୍ତ୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ ଶୁଣିଲେ। ଗୋପାଳ ମାଇନର ପାସ୍ କଲା। ସିଂହଙ୍କର ଆନନ୍ଦ ସୀମା ନାହିଁ। ସେହି ପୁରୁଣା ମାଷ୍ଟର ବାବୁ ଅଛନ୍ତି। ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ। ଉପର ହାକିମମାନଙ୍କର ମଧ୍ୟ କିଛି ଅନୁଗ୍ରହ ଥିଲା। ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ନିଯୁକ୍ତ ହେଲେ। ବେତନ ମାସକୁ 20 ଟଙ୍କା। ବର୍ତ୍ତମାନ ସଦର ପୋଷ୍ଟ ଅଫିସରେ 4 ମାସ କାମ ଶିଖି ମଫସଲ ଯିବେ। ହରି ସିଂଙ୍କର ଆନନ୍ଦର ସୀମା ନାହିଁ। ଅନବରତ ପ୍ରଭୁଙ୍କୁ ଅନାଇ ମୁଣ୍ଡିଆ ମାରି ଯାଉଛନ୍ତି। ଧନ୍ୟ ପ୍ରଭୁ, ତୁମ୍ଭର କରୁଣା। ଦୁଃଖୀର ଗୁହାରି ଶୁଣିଲ। ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସିଂହେ ନିରୋଳାରେ ବସି ଢେର କାନ୍ଦିଲେ। ହାୟ, ଆଜି ବୁଢ଼ୀ ଥିଲେ କେଡ଼େ ଆନନ୍ଦଟାଏ ହୁଅନ୍ତେ। ତାଙ୍କ ଗୋପାଳ ହାକିମ ଚାକିରି ପାଇଲା। ଆନନ୍ଦ ଉତ୍ସବରେ ଗାଡ଼ି ଗଡ଼ି ଯାଉଥାନ୍ତି। ହାୟ, ଅଭାଗୀ କପାଳରେ ଦେଖିବାକୁ ନାହିଁ। ହେଉ ହେଉ, ଗୋପାଳ ତ ହାକିମ ହେଲା। ପ୍ରଭୁ ଗୋପାଳଟିକୁ ରକ୍ଷା କରନ୍ତୁ। ଗୋପାଳ ପ୍ରଥମ ମାସ ଦରମାଟା ପାଇଁ ବୁଢ଼ା ହାତରେ ଦେଲେ। ବୁଢ଼ାର ଆନନ୍ଦ କହିଲେ ନ ସରେ। ଗୋଡ଼ ତଳେ ପଡ଼ୁନାହିଁ। ପୁଅ ହାକିମ ଏତେଗୁଡ଼ାଏ ଟଙ୍କା ମାସକ ମଧ୍ୟରେ ଆଣିଲା। ଟଙ୍କାଗୁଡ଼ାକ 4-5 ଥର ଗଣି ଅଣ୍ଟାରେ ବାନ୍ଧି ଶୋଇଲେ। ଆରଦିନ ସକାଳେ ଲଣ୍ଡଭଣ୍ଡ ହୋଇ ବଜାରକୁ ଧାଇଁଲେ। ଜୁତା, କୁର୍ତ୍ତା, ଲୁଗା ଯାହା ଯାହା ଦରକାର କିଣାଗଲା। ଗୋପାଳ ଯେ ହାକିମ ହେଲାଣି, ସେ କ'ଣ ଯେ ସେ ଲୁଗା ପିନ୍ଧିବ? ଭେକ ଦେଖି ସିନା ଭିକ୍। ସେହିପରି ପୋଷାକ ଲୋଡ଼ା। ଏଣେ ଗୋପାଳବାବୁ ଅଫିସରେ 5 ଜଣ ବାବୁଙ୍କ ସଙ୍ଗରେ ବସି ଇଂରାଜୀ ଲେଖନ୍ତି। ବାବୁମାନଙ୍କ ସହିତ ସବୁବେଳେ କାରବାର। ସମସ୍ତେ ଡାକନ୍ତି ଡାକମୁନ୍ସି ବାବୁ। ପୂରା ନାମ ଗୋପାଳଚନ୍ଦ୍ର ସିଂ। ଏଣେ ବସାରେ ଆସି ଦେଖନ୍ତି କ'ଣ ନା ବୁଢ଼ାଟା ଧୂଳିଆ
ଦୁଲିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି। ଗୋପାଳ କେମିତି ଭଲ କରି ଦିଇଟା ଖାଇବ। ଗୋପାଳ ଗାଧୋଇ ଗଲା। ଅଧା ଲୁଗା ଶୁଖି ନାହିଁ। ପିଲାଟା କାମ କରି କରି ଧନ୍ଦି ଗଲାଣି। ଏହି ସମସ୍ତ ଦିନ ରାତି ଚିନ୍ତା। ଆଗେ ବୁଢ଼ା ସିଂହେ ବେଲେ ବେଲେ ହରିନାମ କରୁଥିଲେ। କିଛି କିଛି ଧର୍ମକର୍ମ କରୁଥିଲେ। ଏବେ ଗୋପାଳ ବାବୁଙ୍କ ପାଇଁ ସବୁ ଭୁଲିଗଲେଣି। ବୋଧ କରୁ ହରି ଏସବୁ ଦେଖି ବୁଢ଼ା ଉପରେ ଖପା ହୋଇଗଲା। ଧମକାଇ କହିଲେ, ଆରେ ନିର୍ବୋଧ, ଏ କ'ଣ ରେ? ଆଚ୍ଛା ବୁଝିବୁ। ଏଣିକି ଗୋପାଳ ବାବୁଙ୍କର ଭାବ କିଛି କିଛି ବଦଳିଗଲାଣି। ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ରଗର ସିଂ ସିଂ ହୁଅନ୍ତି। ଏଟା ମୂର୍ଖ, ଇଂରାଜୀ ଜାଣେ ନାହିଁ, ମୂଲିଆ ଲୁଗା ପିନ୍ଧିଥାଏ। ଏଟାକୁ ବାପ ବୋଲି ଡାକିବି? ଲୋକେ କ'ଣ କହିବେ? ସେଦିନ ଶିକ୍ଷିତା କେତେଜଣ ସ୍ତ୍ରୀ ଲୋକ ସେମିଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ। ବୁଢ଼ାଟା ଦେହରେ କୁରୁତା ନାହିଁ। ସେମାନଙ୍କ ଆଗ ଦେଇ ଚାଲିଗଲା। କି ଲଜ୍ଜା, କି ଲଜ୍ଜା! ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ। ଦିନେ ଡାକମୁନ୍ସି ବାବୁ ବାପକୁ କହିଦେଲେ, ଦେଖ, ତୁମେ ମୋର କିଛି ଉପକାର କରିନାହିଁ। ଇଚ୍ଛା ହେଲେ ପୋଷାରେ ରହ, ନ ହେଲେ ଚାଲିଯାଅ। ଆଉ ଦେଖ ବାବୁମାନେ, ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ। ଗୋପାଳ କଥା ଶୁଣି ବୁଢ଼ାର କାନ ମୁଣ୍ଡ ଭାଁ ଭାଁ କଲା। ଗୁମ୍ ହୋଇ ବସିପଡ଼ିଲା। କାହାକୁ କହିବ ପୁଅ କଥା? ଅଜଗା ଘା ଦେଖାଇ ହୁଏ ନାହିଁ। ଯାହାକୁ ମନର କଥା କହନ୍ତା ସେ ଯାଇଛି। ବୁଢ଼ୀ କଥା ମନରେ ପଡ଼ିଲା। ଢେର କାନ୍ଦିଲା। ଚାରିଆଡ଼କୁ ଅନାଇଲା। କେହି ଭରସା ନାହିଁ। ବୁଢ଼ା ଦୁଃଖବେଳେ ବୁଢ଼ୀ କଥା ମନରେ କରେ। ସବୁବେଳେ ମନରେ କରେ। ମୁହଁ ପୋଛିଲେ ଆଉ କାନ୍ଦିଲା ନାହିଁ। ଗୋପାଳର କାଳେ ଅମଙ୍ଗଳ ହେବ। ଗୋପାଳବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ। ବୁଢ଼ାକୁ ଜଣାଇ ନାହାନ୍ତି। ସକାଳୁ ଉଠିଲେ ଅବଜ୍ଞା ଭାବରେ କହିଲେ, ଏ ବାବା, ମୁଁ ମଫସଲ ବାହାରିଲି। ଏହି ଜିନିଷପତ୍ର ସବୁ ଘେନି ଆସ। କେତେ ବା ଜିନିଷ, ବୁଝି ଖବରଦାର ମୂଲିଆ କରିବ ନାହିଁ। କ'ଣ କଲେ ତୁମେ ଜାଣ, ମୁଁ ପଇସା ଦେବି ନାହିଁ। ବାବୁ ପୋଷାକ ପିନ୍ଧି କାଖରେ ଛତା ଜାକି ବାଡ଼ି ଘୂରାଇ ଚାଲିଗଲେ। ବୁଢ଼ା କ'ଣ କରିବ? ସବୁ ଜିନିଷ ରୁଣ୍ଡାଇ ପୁଣ୍ଡାଇ ଗୋଟିଏ ଗଣ୍ଠିରେ ବାନ୍ଧି ମୁଣ୍ଡାଇଲା। ଚାଲିପାରୁ ନାହିଁ। ଦେହରେ ବଳ ନାହିଁ। ଆଖିରୁ ବେଳେ ବେଳେ ପାଣି ବହିଯାଉଛି। 10 ଜାଗା ବସି ଉଠି ସଞ୍ଜ ସରିକି ମକ୍ରାମପୁରରେ ପହଞ୍ଚିଲା। ଡେରି ହେବାରୁ ବାବୁ ଫଜିତିଟାଏ କଲେ। ବୁଢ଼ା ଗୁମ୍ ହୋଇ ବସି ଥକା ମେଣ୍ଟାଉଥାଏ। ବାବୁ ସକାଳ ସଞ୍ଜ ଅଫିସକୁ ଯାଆନ୍ତି। ବୁଢ଼ାଟା ମୁହଁ ବୁଜି ବସାରେ କାମ ପାଇଟିରେ ଲାଗିଥାଏ। ବାପ ପୁଅ ଦୁଇଜଣ ଏକା ଜାଗାରେ ବସି ଦୁଇଟା ସୁଖ ଦୁଃଖ କଥା ହେଉଛନ୍ତି। ଏ କଥା କେହି କେବେ ଦେଖିନାହିଁ। ଡାକମୁନ୍ସି ହେଲେ ମଫସଲର ଗୋଟାଏ ହାକିମ। କେତେ ଲୋକ ଆସି ଦଣ୍ଡବତ କରିଯାଉଛନ୍ତି। ମୂର୍ଖ ବୁଢ଼ାଟା କ'ଣ ଜାଣେ ଯେ ତା ସଙ୍ଗରେ କଥା କହିବେ? ବୁଢ଼ା ଦେହରେ ମଫସଲର ପାଣି ଚଳେ ନାହିଁ। ଜ୍ୱର ହେଲେ ଖୁ ଖୁ କରି କାଶେ। ସେ କାଶଟା ରାତିକି ବେଶି ହୁଏ। ବାବୁ ଶୋଇବାରେ ହରକତ ହେଲେ। ପିଅନକୁ ହାକିମ ଦେଲେ, ବୁଢ଼ାଟାକୁ କିଆ ବାଡ଼ରେ ଫୋପାଡ଼ି ଦେଇ ଆସ। ସେ ପିଅନଟା ମୂର୍ଖ, ଇଂରାଜୀ ପଢ଼ିନାହିଁ। ତାର ଗୋଟାଏ ଦେଶୀ ହୃଦୟ ଅଛି। ବିଚାର କଲା, କ'ଣ ଏ ବୁଢ଼ା ରୋଗୀଟିକୁ କିଆ ବାଡ଼ରେ ଶୁଆଇଦେବି। ଦିନେ ବୁଢ଼ାର ଭାରି ଜ୍ୱର। 3 ଦିନ ଖାଇନାହିଁ। ଅଧା ରାତି ଅନ୍ଧାର। ଥଣ୍ଡା ପାଇଁ ବୁଢ଼ାର କାଶ ବଳିପଡ଼ିଲା। ବାବୁ ତ ଭାରି ଖପା। ବୁଢ଼ା ଛାତିରେ 2ଟା ଇଂରାଜୀ ଘୁଷି ମାରିଲେ। ବିଛଣାପତ୍ର ବାହାରକୁ ଫୋପାଡ଼ି ଦେଲେ। ବୁଢ଼ା ଗାଁକୁ ପଳାଇଲା। ପାଖରେ ଥିବା ଖୁବ୍ ଭଲ ଲୋକଙ୍କଠାରୁ ଶୁଣାଯାଇଛି, ଗୋପାଳ ବାବୁଙ୍କ ମନ ସେହିଦିନଠାରୁ ବଡ଼ ଖୁସି। ଆଉ ଏଣେ ବୁଢ଼ା ଗାଁକୁ ଆସି ତାହାର ଯେଉଁ 2 ମାଣ ଜମି ଥିଲା ଭାଗରେ ଲଗାଇଦେଲା। ଘରେ ବସି ଧାନ ପାଇ ପେନ୍ସନ ଟଙ୍କାରେ ଲୁଗାପଟା ଲୁଣ ତେଲ ଖର୍ଚ୍ଚ କରେ।
ଖର୍ଚ୍ଚ ଚଳେ। କାଶ ହେଲା ଦିନଠୁ ବୁଢ଼ା ଟିକିଏ ଟିକିଏ ଅଫିମ ଧରିଛି। ସବୁ ଖର୍ଚ୍ଚ ଚଳେ। ଘରଠାରେ ପିଣ୍ଡାରେ ବସି ହରିନାମ କରେ। ଉଛୁଣି ବାପ ପୁଅ ଦୁହେଁ ଖୁସି। ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଏ ଓ